ଅଦ୍ଭୁତ ମୁକୁଟ। ସେଦିନ ଗୁରୁଦେବ ଆଶ୍ରମରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ବେଳେ କହିଲେ, ମଣିଷ ଅନେକ ସମୟରେ ବିଭିନ୍ନ ଅଦ୍ଭୁତ ବସ୍ତୁ ପାଇବାକୁ ପରିଶ୍ରମ କରେ, କିନ୍ତୁ ସେଭଳି ଅଦ୍ଭୁତ ବସ୍ତୁ ହାତରେ ପାଇଗଲେ ଯେ ସେ ସେଥିରୁ କିଛି ଲାଭ କରିବ, ସେଭଳି ପ୍ରତିଶ୍ରୁତି କେହି ଦେଇପାରିବ ନାହିଁ। ତମକୁ ଗୋଟେ ଗପ କହୁଛି ଶୁଣ। ଅନେକ ଦିନ ତଳର କଥା। କଳିଙ୍ଗ ରାଜ୍ୟର ଏକ ଗ୍ରାମରେ ନନ୍ଦଗୁପ୍ତ ବୋଲି ଜଣେ ସାଧାରଣ ଗୃହସ୍ଥ ଥିଲେ। ତାଙ୍କର ଏକମାତ୍ର ସନ୍ତାନ ଦେବଗୁପ୍ତ ଯେପରି ବୁଦ୍ଧିମାନ ସେପରି ଉଚ୍ଚାକାଂକ୍ଷୀ ଥିଲା। କିନ୍ତୁ ଗୋଟିଏ କଥା, କୌଣସି ବେପାର ବଣିଜ କଲା ଭଳି ପୁଞ୍ଜି ପାଖରେ ନଥିଲା। ନନ୍ଦଗୁପ୍ତ ବୃଦ୍ଧାବସ୍ଥାରେ ଦିନେ ହଠାତ୍ ଅସୁସ୍ଥ ହୋଇ ଶଯ୍ୟା ଗ୍ରହଣ କଲେ। ଦିନେ ଦୁଇ ଦିନ ପରେ ଦିନେ ଉଠି ସେ ପୁଅକୁ ଡାକିଲେ ଓ କହିଲେ, ଦେବ, ମୋର ମୃତ୍ୟୁ ସମୟ ଆସିଗଲା। ବର୍ତ୍ତମାନ ତତେ ଗୋଟେ ଅପୂର୍ବ ସମ୍ପତ୍ତିର ସନ୍ଧାନ ଦେଇଯିବି। ସେ ସମ୍ପତ୍ତି ବେଶୀ ଦୂରରେ ନାହିଁ, ଏ ଘର ଭିତରେ, ସେ ସିନ୍ଦୁକ ଭିତରେ ଅଛି। କଣ ସେ ସମ୍ପତ୍ତି? ଦେବଗୁପ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା। ଗୋଟେ ମୁକୁଟ, ସେଥିରେ ଖଚିତ ହୋଇଛି ବହୁ ମୂଲ୍ୟବାନ ରତ୍ନମାନ। ଦେବଗୁପ୍ତ ଆହୁରି ବିସ୍ମିତ ହୋଇ ପଚାରିଲା, ବାପା, ଯଦି ଆମ ଘରେ ଏଭଳି ଅମୂଲ୍ୟ ସମ୍ପତ୍ତି ରହିଛି, ଆମେ ଏତେ ଦୁଃଖରେ ଚଳୁଛୁ କାହିଁକି? ସେ ମୁକୁଟ ବିକ୍ରି କରି ତ ଆମେ କିଛି ଉପଯୁକ୍ତ ବେପାର କରିପାରିଥାନ୍ତୁ। ନନ୍ଦଗୁପ୍ତ ଦୁଃଖ ମିଶା ହସ ହସି କହିଲେ, ପୁଅରେ, ସେ ମୁକୁଟ ବିକ୍ରି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ତାର ଗୋଟେ ବିଶେଷ ଗୁଣ ଅଛି। ଯିଏ ତାକୁ ମାନିଲା ଭଳି ସାଜ ପୋଷାକ ପିନ୍ଧି ମୁଣ୍ଡରେ ଲଗାଇ ରାଜାଙ୍କ ଆଗରେ ଯାଇ ଠିଆ ହେବ, ରାଜା ତାକୁ ନିଜର ଜାମାତା ଭାବେ ଗ୍ରହଣ କରିବେ। ମୁଁ ସାରା ଜୀବନ ପରିଶ୍ରମ କରି ମଧ୍ୟ ରାଜକୀୟ ପୋଷାକ କିଣି ପିନ୍ଧି ପାରିଲି ନାହିଁ, କାରଣ ସେତିକି ପରିମାଣର ଧନ ମୁଁ ଯୋଗାଡ଼ କରିପାରିଲି ନାହିଁ। ମୋ ସମୟରେ ରାଜା ମଲେଣି। ବର୍ତ୍ତମାନ ନୂଆ ରାଜା ଯୁବକ, ତାଙ୍କର ମଧ୍ୟ କନ୍ୟାଟିଏ ଅଛି। ତୁ ଯଦି ଦିନେ ଉପଯୁକ୍ତ ପୋଷାକ ପିନ୍ଧି ଏ ମୁକୁଟ ଲଗାଇ ରାଜାଙ୍କ ଆଗରେ ପହଞ୍ଚିବୁ, ତେବେ ରାଜ ଜାମାତା ହେବୁ। ମୋର ଏତିକି ଆଶା। ଦେବଗୁପ୍ତ ଉତ୍ଫୁଲ୍ଲ ହେଲା। ନନ୍ଦଗୁପ୍ତ ଏହାର 2 ଦିନ ପରେ ପ୍ରାଣତ୍ୟାଗ କଲେ। ରାଜକୀୟ ପୋଷାକ ନିମନ୍ତେ ଯେତିକି ଅର୍ଥ ଲୋଡ଼ା, ରାଜାଙ୍କ ପାଖକୁ ଯିବା ସକାଶେ ଘୋଡ଼ାଟିଏ କିଣିଲା ଭଳି ମଧ୍ୟ ତାର ଅଧାଧି ଅର୍ଥ ଲୋଡ଼ା। ଦେବଗୁପ୍ତ ସ୍ଥିର କଲା, ପ୍ରଥମେ ସେ ମୁକୁଟଟି ବନ୍ଧକ ରଖି ଟଙ୍କା ଆଣି ସେଥିରେ ବେପାର କରିବ। ଯଥେଷ୍ଟ ଲାଭ ହେବା ପରେ ମୁକୁଟଟିକୁ ମୁକୁଳାଇ ଆଣିବ। ଏହା ସ୍ଥିର କରି ସେ ପାଖ ସହରରେ ଥିବା ଜଣେ ଜହୁରୀ ପାଖରେ ପହଞ୍ଚିଲା। 10,000 ଟଙ୍କାରେ ମୁକୁଟଟି ବନ୍ଧକ ରଖିଲା। ଏହାପରେ ସେ ଗୋଟିଏ ଜାହାଜରେ ଜାଭା ଦ୍ୱୀପ ଯାଇ ବେପାର କରି 4 ବର୍ଷ ଭିତରେ 20,000 ଟଙ୍କା ଉପାର୍ଜନ କଲା। ତାପରେ ଜହୁରୀ ପାଖକୁ ଗଲା। ଆରେ ଭାଇ, ମୁକୁଟ ତ ଥୁଆ ହୋଇଛି, କିନ୍ତୁ ସୁଧ ସହ ମୋର ପ୍ରାପ୍ୟ 24,000 ଟଙ୍କା ଦିଅ ଆଉ ନେଇଯାଅ। ଜହୁରୀ କହିଲା। ଦେବଗୁପ୍ତ ପାଖରେ 24,000 ଟଙ୍କା ନଥିଲା। ସେ ଜହୁରୀକୁ 20,000 ଟଙ୍କାରେ ସନ୍ତୁଷ୍ଟ ରହିବା ପାଇଁ ଅନୁରୋଧ କଲେ ବି ଜହୁରୀ ଶୁଣିଲା ନାହିଁ। ସେ ଫେରି ଆସିଲା। ଏବେ ପୁଣି ଦେବଗୁପ୍ତ ଜାହାଜରେ ଜାଭା ଦ୍ୱୀପ ଯାଇ ବେପାର କରିବାରୁ ବିଜୟ ସିଂ ନାମକ ଜଣେ ସ୍ଥାନୀୟ ବେପାରୀ, ଯିଏକି ଆଗେ ସେ ବ୍ୟବସାୟ କରୁଥିଲା, ସେ ବଡ଼ କ୍ଷତିରେ ପଡ଼ିଲା ଓ ନୂଆ କରି ରତ୍ନ ବ୍ୟବସାୟ ଆରମ୍ଭ କରିଥିଲା। ବର୍ତ୍ତମାନ ଦେବଗୁପ୍ତ ଅଳ୍ପ ଦିନ ଭିତରେ ବେଶୀ ଲାଭ କରିବା ନିମନ୍ତେ ରତ୍ନ ବ୍ୟବସାୟ ଆରମ୍ଭ କଲା। ସେଥିରେ ବିଜୟ ସିଂହ ଭୀଷଣ ରାଗିଗଲା। 1 ବର୍ଷ ପରେ ଦେବଗୁପ୍ତ 30,000 ଟଙ୍କାର ମାଲିକ ହେଲା। ସେ ଯାଇ ଜହୁରୀକୁ ଭେଟି ମୁକୁଟ ମୁକୁଳାଇବାକୁ ପ୍ରସ୍ତାବ ଦେବାରୁ ଜହୁରୀ କହିଲା, ଆରେ ଭାଇ, ମୁଁ ଭାବିଲି ତମେ ଆଉ ସେ ମୁକୁଟ ନେବାକୁ ଆଗ୍ରହୀ ନୁହଁ, ତେଣୁ 2 ଦିନ ତଳେ ତାକୁ ମୁଁ ବିଜୟ ସିଂଙ୍କୁ 30,000 ଟଙ୍କାରେ ବିକିଦେଲି। ଦେବଗୁପ୍ତ ହତାଶ ହୋଇ ବିଜୟ ସିଂ ପାଖରେ ପହଞ୍ଚିଲା। କହିଲା, ମୁଁ 30,000 ଟଙ୍କା ଦେଉଛି, ମୁକୁଟଟି ମୋତେ ଦେଇଦିଅ। ବିଜୟ ସିଂ ହସି କହିଲା, ତମେ ନିଜେ ରତ୍ନ ବେପାର କରୁଛ? ରତ୍ନ ବେପାରରେ ବେପାରୀ ମାତ୍ରେ 2 ଗୁଣ ଲାଭ କରିବାକୁ ଚାହେଁ। ତମେ ତ ଏକଥା ଜାଣ ନିଶ୍ଚୟ। ତେଣୁ 60,000 ଟଙ୍କା ଦିଅ, ମୁକୁଟ ନେଇଯାଅ। ଦେବଗୁପ୍ତ କ୍ରୋଧ ଓ ହତାଶାରେ ଫେରିଗଲା। ଅନ୍ୟ ଗୋଟିଏ ସହରକୁ ଯାଇ ବେପାର କରି ସେ 2 ବର୍ଷ ପରେ ଆସି ବିଜୟ ସିଂଙ୍କୁ କହିଲା, 1,00,000 ଟଙ୍କା ନିଅ, ମୁକୁଟଟି ଦେଇଦିଅ। ବିଜୟ ସିଂ ହସିଲା ଓ କହିଲା, ଦେବଗୁପ୍ତ, ତମେ ଜାଣ, ମୁଁ ବି ଜାଣେ, ସେ ମୁକୁଟର ଖାଣ୍ଟି ମୂଲ୍ୟ ଏତେ ବେଶୀ ନୁହେଁ। ତଥାପି ତମେ 1,00,000 ଟଙ୍କା ଦେବାକୁ ପ୍ରସ୍ତୁତ କାହିଁକି? ନିଶ୍ଚୟ ସେ ମୁକୁଟର କିଛି ବିଶେଷ ଗୁଣ ଅଛି। ମୋତେ ସେ ରହସ୍ୟ ଖୋଲି କୁହ, ନହେଲେ ମୁଁ ମୁକୁଟ ଦେବି ନାହିଁ। ଦେବଗୁପ୍ତ ପାଗଳ ପ୍ରାୟ ଚିତ୍କାର କରି କହିଲା, ସେ ରହସ୍ୟ ମୁଁ କହିବି ନାହିଁ। ତମେ ମୋର ସବୁ ସମ୍ପତ୍ତି ଘରଦ୍ୱାର ନିଅ, କିନ୍ତୁ ମୁକୁଟଟି ଦିଅ। ବିଜୟ ସିଂ ଆଶ୍ଚର୍ଯ୍ୟ ହେଲା, କିନ୍ତୁ ସେଥିରେ ସମ୍ମତ ହେଲା। ଦେବଗୁପ୍ତ ତାକୁ ତାର ସବୁ ସମ୍ପତ୍ତି ଦେଇଦେଲା। କିନ୍ତୁ ତାପରେ ପିତା ମଲାବେଳେ ତା ଅବସ୍ଥା ଯାହା ଥିଲା, ବର୍ତ୍ତମାନ ତାଠୁ ଆହୁରି ଶୋଚନୀୟ ହୋଇପଡ଼ିଲା।
राजकीय पोशाक और घोड़ा से पाइब केउठु शेष को मुठे खाद्य पाइबा भी ता पक्षर संभव हैला नाही। से जाई विजय सिंह को भेटी कहिला बाबू एथर तुमको मुकुट रहस्य कहि देउछि तमे ताकू मुंडरे लगाई उपयुक्त पोशाक पिंधि राजांक आगरे ठिया हेले राजा तुमको तांकर जामाता भाबे ग्रहण करिवे। मु तुमको ए रहस्य कहिबार मूल्य हिसाब रे मते किछ अर्थ दियो तुमको साहाय्य कले तमे पुणी व्यापार रे मोर प्रतिद्वंदी हेबो जाओ नहेले मोर चाकर आसी तुमको निकाल देबो। विजय सिंह कहला। देवगुप्त जाई कलिंगर राजधानी रे पहुंचिला। सेठी जने चिन्हा व्यापारी तार अवस्था देखि ताकू दया कले ओ ताकू पुंजी देई साहाय्य कले। 2 वर्ष भितरे देवगुप्त पूर्वापेक्षा बहुत लाभ कला आ शहर रे प्रतिष्ठा लाभ कला। हठात दिने जने भिकारी ताकू साक्षात करी मोइला कना भितरु गोटे मुकुट बाहर करी देखेला। देवगुप्त चमकी पड़ला कारण ताहा तिला से अद्भुत मुकुट। तमे याकू पाइलो केउठु से पचारला। भिकारी कोह रोकी कहिला मते चिन्हि पारु ना देवगुप्त मु विजय सिंह हठात गोटाए पर गोटाए दुर्विपाकरे मु मोर सर्वस्व हराइली आजी भिकारी जीवन यापन करुछि। बाबू तम मुकुट नियो मते जहा खुशी टंका दे साहाय्य कर। विजय सिंह काकुति मिनती करी कहला। विजय सिंह मु अवश्य तुमको चाकर दे बाहर कर देबी नाही किंतु मुकुट मोर लोड़ा नाही तमे एठार जाओ। यह कही देवगुप्त घर भितर को जाई कबाट बंद कर देले। गपटी कहि सारी गुरुदेव पचारले अच्छा कहिलो पिलाए देवगुप्तंकर एभली मतिभ्रम हैला काहे कि वर्तमान से राजकीय पोशाक घोड़ा सब किछि किनिबार अवस्था रे थिले किंतु से मुकुट से ग्रहण कले नाही काहे कि से मुकुट तो से ग्रहण करथिले खूब सहज रे राजजामाता होई परथांते। जेउ आशा नै से पूर्वरु एत्ते कष्ट करथिले एत्ते जातना सहिथिले से आशा पूर्ण हैला बळी परिस्थिति सृष्टि हैला बेलकू से सुजोग को से काहे कि हाथ छड़ा कले। शिष्य मानक भितरु आनंद नामक बुद्धिमान छात्र कहिला गुरुदेव देवगुप्त बुझी पारथिला जे से मुकुट गोटे अभिशप्त संपद ताकू रखी ता बापा सारा जीवन दारिद्र्य भितर रहिले। से निजे मध्य मध्य व्यापार रे जेते आय कले भी जे भली धक्का पाउथिला ताहा सही मुकुटटी ता सहित थिबा जो। तेबे आहुरी गोटे गुप्त रहस्य हैला खाली से मुकुट जे रखिबो से जे दुख पाइबो से कथा नुहे जहुरी किछि दुख पाइ नथिला जे से मुकुटर गुण जानि ताकू रखिबो से कष्ट और जंत्रणार शिकार हेबो। विजय सिंह जे पर्यंत मुकुटर गुण जानि नथिला से पर्यंत तार किछि क्षति होई नथिला किंतु जानिला परे से भिखारी होई गला। असल कथा हला देवगुप्त विजय सिंह पर प्रतिशोध नेबा निमंते ही ताकू दिने से मुकुटर गुण कथा ही कहि देइथिला। विजय सिंह जे देवगुप्त को मुकुट फेराइबे को आस्थिला ता नुहे से मध्य आसीथिला से एका कारणरू विजय सिंह ताहा अभिशप्त चीज बोली जानि सारिथिला तेणु देवगुप्त आउ से मुकुट को रखिबाकू चाहू नथिला। गपटी आपण मानकू केमती लागिला हमकू निश्चित जणाइबे। हमर चैनल रे जदि आपण माने नुआ तेबे सब्सक्राइब करिया को भूलिबे नाही। रहिलु नमस्कार।